ଯେତେବେଳେ କଳିକି ଆସୁଛନ୍ତି ସେତେବେଳେ ଦେଖାଯାଉଛି କଳା ଘୋଡ଼ା ଆଉ ଧଳା ଘୋଡ଼ା ଚଢ଼ିକିରି ଆସିବେ କୁହାହେଉଛି। ତ ସେଇ ଜିନିଷଟାକୁ ଆଗ ଲୋକ ବୁଝିବା ଦରକାର ଏବଂ ତା ଉପରେ ନିର୍ଣ୍ଣୟ ନେଇକରି କହିବା ଦରକାର ଯେ ମୁଁ କଳିକି। ସେ କଳା ଘୋଡ଼ା କିଏ? ମହାପୁରୁଷମାନେ ଆସିଥିଲେ ମାଟିକି ଛାଡ଼ିକିରି ବସି ପାରୁଥିଲେ। ତାହେଲେ ସେ ମାଟି ଛାଡ଼ିବା ଲୋକ କାହିଁ ଏପର୍ଯ୍ୟନ୍ତ ଆମେ ଦେଖିଲେଣି କି? ଆମ ମିଡ଼ିଆ ଭାଇମାନେ କେହି କୋଉଦିନ ଦେଖେଇଲେଣି କି ଆଜି ଗୋଟେ ଲୋକ ବସିଥିଲା ବା ଏଇ ସାଧନା କରୁ କରୁ ସେ ଏମିତି ଉପରକୁ ଉଠିଗଲା, କିଏ 12 ଆଙ୍ଗୁଳ କିଏ କେତେ ଆଙ୍ଗୁଳ ଉଠି ଯାଉଛନ୍ତି ବୋଲି ତାହା କଥାରେ ଅଛି, କିନ୍ତୁ କର୍ମରେ ତ କେହି ଦେଖେଇ ନାହାନ୍ତି ଏପର୍ଯ୍ୟନ୍ତ। ଯେ ଦେଖେଇବ ଆମେ ଜାଣିବା ନା ସେ କଳିକି ହେଇପାରେ। ଇଏ ଯେଉଁ କଣ୍ଟା ଝଟା ଅଠା ତା ଭିତରେ ଯାଇ ମିଠା, ୟା ଭିତରେ କେମିତିଆ ମିଠା କଥାଟିଏ ଅଛି ଟିକେ ଶୁଣନ୍ତୁ। କ'ଣ ନା ଉତ୍ତର ସରିଯିବ। ଯେତେବେଳେ ମଣିଷର ମହାପରାଣ ସମୟ ଆସିବ ସେତେବେଳେ ଉତ୍ତର ଦିଗରେ କ'ଣ ହେବ ନା ଉତ୍ତରାୟଣ ହେଇଯିବ ପବନଟା ବା ଚାନ୍ଦ୍ରାୟଣରେ ରହିଯିବ। ଚାନ୍ଦ୍ରାୟଣରେ ରହିଲେ କ'ଣ ଚାନ୍ଦ୍ରାୟଣଟା ହେଉଛି ଥଣ୍ଡା, ଇଏ ଶରୀର କ'ଣ ହେବ ନା ଥଣ୍ଡା ପଡ଼ିଯିବ ବା ଗୋଡ଼ ହାତ ହେମାଳ ହେଇଯିବ। ସେ ସମୟରେ କ'ଣ ହେବ ନା ଦକ୍ଷିଣରେ ତୁମେ ଯେତେ ଟାଣିବ ସେ ଖାଲି ଘଡ଼ ଘଡ଼ ହେବ, ଜମା ଦକ୍ଷିଣ ପଟରେ ପବନ ଚାଲିବନି। ତା ମାନେ ଥଣ୍ଡା ହେଇଗଲା ଶରୀର ବା ଏଇଠି 7 ଦିନ ଅନ୍ଧାର ହେଇଗଲା। ଏଇ ଯେଉଁ 7 ଦିନ ଅନ୍ଧାର ହେବ କ'ଣ ନା ଅନ୍ଧାର ପକ୍ଷ ହେଉଛି ଚନ୍ଦ୍ର ପକ୍ଷଟା, ଆଉ ସୂର୍ଯ୍ୟ ପକ୍ଷଟା ହେଉଛି ଆଲୋକ ପକ୍ଷ। ସେଇଠି କହୁଛନ୍ତି ଯେ 7 ଦିନ ମହି ଅନ୍ଧାର ହେବ। କେଉଁ ମହି? ନା ଏ ମହି। ଏ ମହି କେବେ ହବା? ଆମେ ତ ଆମ ବାପା ଅଜା ଚାଲିଗଲେଣି, କେହି କହିନାହାନ୍ତି ଯେ 7 ଦିନ କୋଉଦିନ ଅନ୍ଧାର ହେଇଯାଇଥିଲା ବୋଲି। ଆମେ କ'ଣ ନୂଆ କଥା କହୁଛେ ଦୁନିଆକୁ ଯେ ଦୁନିଆ କେବେ କୋଉଦିନ ଅନ୍ଧାର ହେଇଯିବ? ଯଦି ଦୁନିଆ ଅନ୍ଧାର ହେଇଯିବ ତାହେଲେ ଶେଷ ହେଇଯିବ? ନାଇଁ, କଥା ସେଠି ନାହିଁ। ଇଏ ହେଉଛି କ'ଣ ନା ଇଏ ପୃଥକ ଶରୀର, ଇଏ ହେଉଛି ପୃଥିବୀ। ଏ ପୃଥିବୀରେ କ'ଣ ହେବ ନା ଯେତେବେଳେ ଚାନ୍ଦ୍ରାୟଣ ରହିଯିବ ପବନ ସେତେବେଳେ କ'ଣ ହେବ ନା ଏ ଶରୀର ଥଣ୍ଡା ପଡ଼ିଯିବ। ସେତେବେଳେ କ'ଣ ହେବ ନା ଏଇ ଡାହାଣ ପଟେ ଆଉ ପବନ ଚାଲିବନି, ଆଉ ଗରମ ତତ୍ତ୍ୱ ରହିବନି। ସେତେବେଳେ କ'ଣ ନା ଏଇଠି ଉତ୍ତରରେ ସରିଯିବ, ଦକ୍ଷିଣ ଗର୍ଜନ ହେବ, ଖାଲି ଟାଣିଲେ ଆଉ ଯିବନି। ତ ପୂର୍ବେ ନ ରହିବେ କି ପୂର୍ବ କଥା କିଛି ଆଉ ଆମ ମନରେ ରହିବନି। ଇଏ ମୋ ବାପା, ଇଏ ମୋ ବୋଉ, ଇଏ ମୋ ଘର, ଇଏ ମୋ ସଂସାର, ଇଏ ମୋ ଟଙ୍କା ପଇସା, କିଛି ଆଉ ସେତେବେଳେ ମନେ ନଥିବ। ଆଉ ଝାଡ଼ ବାଡ଼ ଯଦି ଯିଏ ଜଣ ରହିବେ, ଝାଡ଼ ବାଡ଼ କ'ଣ ଦେଖନ୍ତୁ, ଏଇ ନାସା 2 ପୁଟରେ ଦେଖନ୍ତୁ ଝାଡ଼ ଅଛି, ଏପଟେ ଗୋଟେ ଝାଡ଼ ଏପଟେ ଗୋଟେ ଝାଡ଼, ମଝିରେ ଗୋଟେ ବାଡ଼ ପଡ଼ିଛି। ଏଇ ଝାଡ଼ ବାଡ଼ ଧରିକି ଯେଉଁମାନେ କିଏ ଥିବେ ନା ଏଇ ପବନ ସୂତ୍ରରେ ଯେଉଁମାନେ ଥିବେ ବା ସେଇ କଳ୍କି ତତ୍ତ୍ୱରେ ଯେଉଁମାନେ ଥିବେ ସେଇମାନେ ହିଁ କୂଳକୁ ବିହନ ହେବେ ବୋଲି ମହାପୁରୁଷ ଆକୁ ଥୋଇଛନ୍ତି। ଜୟ ଜଗନ୍ନାଥ, ଜୟ ପଞ୍ଚସଖା, ଜୟ ଅଚ୍ୟୁତ। ମହାପୁରୁଷ ଗୋଟେ ପଦ କହିଲେ, ତାକୁ କଳି ନାହିଁ ବିବେକୀ, ତାକୁ କଳି ପାରିବୁ ଟିକି। କଳି ବୋଇଲେ 2 ପ୍ରକାର କଳି। ଗୋଟେ ହେଉଛି ହସେଇକାର କଳି, ସେ ହେଉଛି ଝଗଡ଼ା। ଆଉ ଗୋଟେ କଳି ହେଉଛି ମାପର ଯୁଗ। ବର୍ତ୍ତମାନ ଯେଉଁମାନେ କହୁଛନ୍ତି ଆମେ କଳ୍କି ବୋଲି, ସେ ମାପ ଜାଣିଲେଣି ତ? ସେ ମାପ ଜାଣିବା ଦରକାର। କ'ଣ ମାପିବ ନା ଅଜପା ଯିଏ ଜପିବ ସିଏ ଅମପାକୁ ମାପିବ। ଅମପାକୁ ମାପିଲେ ଯାଇକିରି ସେ ଇଏ କଳିରୁ ପାର ହେବ। ଅମପାଟା କ'ଣ? ଅମପା ବୋଇଲେ ଯାହାକୁ କେହି ମାପି ପାରିନାହାନ୍ତି। ସେ ମାପ କ'ଣ ନା ଯାହାକୁ କୁହାଯାଏ କଳିର ଅର୍ଥ ହେଉଛି ମାପର ଯୁଗ। କେମିତି ମାପିବ ନା ପବନକୁ ମାପିବାର ଗୋଟେ ସ୍ୱତନ୍ତ୍ର ଧାରା ମହାପୁରୁଷମାନେ ଥୋଇ ଦେଇ ଯାଇଛନ୍ତି। ସେ କହୁଛନ୍ତି ଯେ ଆମର ଏଇ ଷଡ଼ଚକ୍ରରେ ଯେତିକି ପାଖୁଡ଼ା ରହିଛନ୍ତି 50ଟି ପାଖୁଡ଼ା, ଏ 50ଟି ପାଖୁଡ଼ାରେ କେମିତି ପବନ 21,600 ପବନ କେମିତି ସେ ମାନେ ତାର ଘୂର୍ଣ୍ଣୟନ ହେଇକିରି ঊର୍ଦ୍ଧ୍ୱଗାମୀ ହେଉଛି ଏବଂ ନିଚଗାମୀ ହେଉଛି ବା ଚାଲିଛି, ଯେଉଁ ଧାରାରେ ଚାଲିଥିବାରୁ ଯେ ମଣିଷଟି ବଞ୍ଚିଛି। ପଞ୍ଚସଖା ମାନେ ସେ ଏଇ ଶରୀର ତତ୍ତ୍ୱ ଉପରେ ହିଁ ପ୍ରତ୍ୟେକଟି ବିବରଣୀ ଦେଇଛନ୍ତି। ତ ଏଇ ଯେଉଁ କଳ୍କିର ଅର୍ଥ, କଳ୍କି ବୋଇଲେ କ'ଣ ନା ଯେଉଁମାନେ ନିଜର ସେଇ ଧାରାକୁ ବା ଯେଉଁମାନେ ଏଇ ଇଏ ଭିତରକୁ ଯାଇପାରିଛନ୍ତି ବା ଏଇ ଷଡ଼ଚକ୍ର ବିଷୟରେ ଯେଉଁମାନେ ଷଡ଼ଚକ୍ର ଭେଦ କରିଛନ୍ତି ବା ଯେଉଁମାନଙ୍କର ସେଇ ଷଡ଼ଚକ୍ର ଉପରେ ଜ୍ଞାନ ଅଛି, ସେମାନେ ହয়তো କହିପାରନ୍ତି ଯେ କଳ୍କିର ଆଭାସ ତାଙ୍କ ପାଖରେ ଆସିପାରେ। କ'ଣ ନା କଳ୍କି ବୋଇଲେ ଏମିତି ଗୋଟେ ଜିନିଷ କରାଯାଇଛି ଯେ କି ଗୋଟେ କଳା ଘୋଡ଼ା ଆଉ ଗୋଟେ ଧଳା ଘୋଡ଼ା। ଯଦି ଜଣେ କଳ୍କି ତାହେଲେ ଇଏ 2ଟି ଘୋଡ଼ାର ଅର୍ଥ କ'ଣ? ସେ କଳ୍କି ମାନେ ଆଗେ ଏଇ ପ୍ରଶ୍ନର ଉତ୍ତର ଦିଅନ୍ତୁ। ଯେତେବେଳେ କଳ୍କି ଆସୁଛନ୍ତି ସେତେବେଳେ ଦେଖାଯାଉଛି କଳା ଘୋଡ଼ା ଆଉ ଧଳା ଘୋଡ଼ା ଚଢ଼ିକିରି ଆସିବେ କୁହାହେଉଛି। ତ ସେଇ ଜିନିଷଟାକୁ ଆଗ ଲୋକ ବୁଝିବା ଦରକାର ଏବଂ ତା ଉପରେ ନିର୍ଣ୍ଣୟ ନେଇକରି କହିବା ଦରକାର ଯେ ମୁଁ କଳ୍କି। ସେ କଳା ଘୋଡ଼ା କିଏ ନା ଗୋଟେ ଚାନ୍ଦ୍ରାୟଣ ଆଉ ଗୋଟେ ହେଉଛି ସୂର୍ଯ୍ୟାୟଣ। ଯେଉଁମାନେ ଏଇ ପବନ ସୂତ୍ରରେ ଅଛନ୍ତି, ସେଇ ପବନ ସୂତ୍ର ଦ୍ୱାରା ଯେଉଁମାନଙ୍କର ନିଜ ଭିତରର ଅନ୍ତ ଶୁଦ୍ଧ ହେଇଛି ବା ଏଇ ନାମ ସେ କେତେ ଜପ କରୁଛନ୍ତି ବା ସେଇ ଯେଉଁ ନାମ ବର୍ତ୍ତମାନ ନାମ ଦ୍ୱାରା ହିଁ କଳିଯୁଗରେ ସାର ନାମ ଏବଂ ସେଇ ନାମର ଇଏରେ ହିଁ ମଣିଷ ତରିବ। ନାମ ଯଦି ଜାଣିନାହିଁ ତାହେଲେ ତାର କିଛି ହେବାର ନାହିଁ। ସେ କଳ୍କି କୁହନ୍ତୁ ନହେଲେ ନିଜେ ଭଗବାନ କୁହନ୍ତୁ, ଭଗବାନ ବି କେବେ କହିନାହାନ୍ତି ମୁଁ ନିଜେ ଭଗବାନ ବୋଲି। ତାମାନେ ଲୋକ ତାକୁ ଭଗବାନ ବୋଲି ସଜେଇଥାନ୍ତି। ତାମାନେ ନୁହଁ ଯେ
शिष्य मैंने सजईदेवे निजर गुरु को से ज्ञान पाई ठीक अच्छे गुरु होती से ज्ञान पाई शिष्य मैंने हयत किसी जानी नथिबा शिष्य से जदि किसी अलग जिनस शुणिले जानिले दुनिया से से कहले कौन ना ये हूँ भगवान कि भगवान प्रकृति में से नुहति भगवान अलौकिकता को देखिक ही मनीष भगवान बोलिकी मानिपर से अलौकिकता कहीं मनीष भितर जदि महापुरुष मैंने आसते माटी की छाड़ी बसी पारे ताले से माटी छाड़ा लोक कहीं एपर्यंत आम देखिले कि आम मीडिया भाई मैंने कहीं कौन देखले कि आज गोटे लोक बसी साधना करू करू सी एमती ऊपर को उठीगला किए 12 आंगुल किए केते आंगुल उठी जाऊँगी जहाँ कथार अच्छी किंतु कर्म तो कहीं देखे ना एपर्यंत जे देखेब आम जाना ना से कलकी हो पारे क्या ता भीतर निश्चित अगाध ज्ञान थी जो थे कि से साधनार शुद्धता भितर पशि जा जो थे कि महापुरुष मानकर जो परीक्षा पड़ता जो राजानुकतिक धर्म थिला से कथा गुड़ा को एमती बागेर लिखिते से पूरा पणस परी से कथा जो थिला से कथार कौन ना भितर ऊपर हूँ कंटा भितर हूँ अठा ता भितर हूँ झटा ता भितर जाई मिठा थिला ये महापुरुष कथा गुड़ाक बर्तमान से भाया लिखाही ताकू बुझी पारना मनीष मनीष कौन कहले इे कहुची जे यही पवन सूत्र हूँ महापुरुषंकर कहले पंचसखांकर एक ही मत यह जानती साधु पंडित से एक ही मत आड़े भागवत कहले कहले कौन जुग को जुग यही मते परमानंद ए जगत ताले कौ मतरे परम आनंद मिलिबो आ ये पंचसखाकर एक मत कौन से मत टी जानीगले सबू भेद खोलीज से मत हूँ केवल गुरु परंपरा भितर किसी नाम अच्छी जहाँ को कह जाए कल्की नाम बोली धरी नियंतु जितेबाला सत्ययुग आसीला तो सत्ययुगे गोटे राक्षस को मारिक धर्म स्थापन हो जाता जो तृतीय युग आसला से कौन ना 3 पादे रहा धर्म पादे रहा अधर्म बा पाप से पादक भितर ये महापुरुष माने आमर रामचंद्र जो आसते सी कौन कर बहुत कषण पाई भितर से भगवान होकर भी कषण पड़ा कौन कहले पासे थाई गुरु वशिष्ठ पंडित नटलीला कर्म गति पितांक मरण सीतांक हरण बने पड़ा विपत्ति ये कथाटी कहीं है तमाने कौन भगवान किसी कर्म भूल करते नाई विधि विधान संविधान से विधि किए ना होते ब्रह्मा ब्रह्मा जितेबाला बनइले से से कौ उद्देश्य बनई से उद्देश्यटा हूँ कर्म से कर्म जितेबाला बांक है राम जदि राजा होइजिबे काली ताले तांकर कर्म आउ अटके अधा रही कहीं ना सी आसी कौन ना रावणर दौरात्मरु देश को उद्धार करने सृष्टि को उद्धार करने कर्म कौन ना आड़े जो राजा होइजिबे से तो राजा आउ प्रजा भितर से बांधी होइजिबे तो से हिसाब से कौन हम ना जो कर्मटी थिला सी आसी कौन ना रावण को विनाश करेंगे जो अधर्म करुच्चे से अधर्म विरुद्ध में ठिया होकर धर्म को स्थापन करेंगे माने तृतीय युग सरला तापर द्वापर युग कौन ना भगवान कृष्ण को केते कष्ट पड़ी माने जन्म हेले बंदीशाला देखु भगवान माने केते कष्ट सहिया पड़ी ये छार मानव ये एतिकी कष्ट सही पार से जो कष्ट सही आम पुराण शास्त्र पढ़ीचे से सत्य हो कि मिथ्या हो कि जहाँ भी होता आम मनगढ़ा कथा सी नुहे जहाँ पूर्वापुरुष मैंने थोड़ी ही आम कहूँ या किए खराब भाभी पारे किए भूल बुझिपारे किए ठीक बुझिपारे सेटा कथा नुहे कथा हूँ कृष्ण जो जन्म होकर बंदी घरे जन्म हेले से जो अवस्था जाइए समस्ते जानी मुझे अधिक किसी कहूनी किंतु जितेबाला सबू सरीगला धर्म स्थापन हो गला तापर कौन होती ना शियाली लटारे जाई कृष्ण शोईचंती से चारा सबर आसिक सरविध कर अच्छा से समय कौन होती ना जार सबर आसी कांदी प्रभु मु जानी पार्लिनी मु किए बोलिकी जानी पार्लिनी हलुला कौन हलुला मु बुझी पार्लिनी आप गोटे बाजीगला से कहले नाई नाई तू तो कर्म करिचु तू सत्य जुगे जो वर मागिलु से वर तोर आज पूर्ण होती तू तो कर्तव्य करिचु तापे कि चिंता करनी तू जा अर्जुन को खबर दबु टी सी आसी पहुँचे से ठीक जाइंट किसी समय भितर आसिक अधर्म बा पाप बा कली ये आसिक पहुँची अट्टहास्य कर कृष्ण को सामने ठिया होकर कृष्ण को कहूँ तृतीय युगे आसिल बा सत्य जुगे आसिल द्वापर जुगे भी आसिल द्वापर जुगे देख आस्ते आस्ते आपन को कषण बढ़ी जी धर्म स्थापन करने को आसे ताऊपर केते कषण पड़े यही द्वापर जुगे आपन अनुभव कर अच्छा कली जुगटा आपन पारिबे तो देखु बर्तमान केते बड़ दुष्टता करुच्ची अधर्म
ଯାଇକି ଭଗବାନଙ୍କୁ ପଚାରୁଛି କଳି ଯୁଗରେ ଆପଣ ପାରିବେ ତ? ଦ୍ୱାପର ଯୁଗ ପର୍ଯ୍ୟନ୍ତ କେତେ କଷ୍ଟ ସହିଲେ, ଏ କଳି ଯୁଗରେ କ'ଣ ହେବ ନା ପ୍ରତ୍ୟେକ ମଣିଷଠି ମୁଁ ପଶିଯିବି। ସେଇଠି କୃଷ୍ଣ ଅଳ୍ପ ହସି କହିଲେ, ଆରେ ଏ ସୃଷ୍ଟିଟା ମୋର, ଏ ସୃଷ୍ଟିକି ମୁଁ ତିଆରି କରିଛି, ମୋ ଠାରୁ ତୁ ବି ସୃଷ୍ଟି ହେଇଛୁ। ଅବଶ୍ୟ ହେଇପାରେ ତୁ ନଥିଲେ ମୋର କିଛି ଅସ୍ତିତ୍ୱ ନାହିଁ, ବା ମୁଁ ନଥିଲେ ତୋର ବି ଅସ୍ତିତ୍ୱ ନାହିଁ। ଧର୍ମ ଯଦି ନାହିଁ ଅଧର୍ମର କ'ଣ ଅସ୍ତିତ୍ୱ ଅଛି? ଅଧର୍ମ ଯଦି ନାହିଁ ଧର୍ମର କ'ଣ ଅସ୍ତିତ୍ୱ ଅଛି? ଠିକ୍, କିନ୍ତୁ ତୁ ପଶିଯିବୁ ସବୁ ଜାଗାରେ। କିନ୍ତୁ ମୋର ଯେଉଁ ଭକ୍ତ ଅଛନ୍ତି, ମୋର ସତ୍ୟ ଯୁଗରୁ ସେଇ ଭକ୍ତମାନେ ମୋ ସାଙ୍ଗେ ସାଙ୍ଗେ ଅଛନ୍ତି। ସତ୍ୟରେ କୃପାଜଳ ଋଷି, ତ୍ରେତୟାରେ ନଳ, ଦ୍ୱାପର ଯେ ସୁଦାମା, ଇଏ ମୋ ସାଙ୍ଗେ ସାଙ୍ଗେ ରହିଥିଲେ। ଏବଂ ସେଇ ଗୋଟିଏ ଭକ୍ତ ସିଏ କଳିଯୁଗରେ ଜନ୍ମ ହେବ, ସିଏ ଅଚ୍ୟୁତ ଭାବରେ ଜନ୍ମ ହେବେ ଏବଂ ସିଏ ଯେଉଁ ମନ୍ତ୍ରଟି ବାଣ୍ଟିବେ ସିଏ ହେଉଛି କଳ୍କି ମନ୍ତ୍ର। ଏଇ କଳ୍କି ମନ୍ତ୍ର ଦ୍ୱାରା ଯେଉଁମାନେ ଆପାୟିତ ହେଇଥିବେ ବା ଏଇ କଳ୍କି ମନ୍ତ୍ର ଯେଉଁମାନଙ୍କ ପାଖରେ ଥିବ ସେଇମାନେ ହିଁ ଏ କଳିରେ କ'ଣ କରିବେ ନା ପ୍ରଭୁଙ୍କ ସାଙ୍ଗରେ ମିଶିକିରି ପ୍ରଭୁ ସଙ୍ଗେ ସଙ୍ଗ ହୋଇ ଭକ୍ତ ଭ୍ରମଣ କରିବ ମହି। ଏ କଥାର ତାତ୍ପର୍ଯ୍ୟ କ'ଣ ନା ସେଇମାନେ ଯେମିତି ତ୍ରେତୟା ଯୁଗରେ ଆଗେ ହନୁମାନେ ବା ଏଇ ଯେଉଁ ମାଙ୍କଡ଼ ମାନେ ଆଗ ଆସିଥିଲେ, ପଛରେ ରାମ ଆସିଲେ, ଆସିଲା ପରେ ସେମାନେ ଭକ୍ତ ମେଳି ହେଇଥିଲେ ଏବଂ ଇଏ ତାଙ୍କ ସହିତ ମିଶିକିରି କାର୍ଯ୍ୟକ୍ରମ କରିଥିଲେ। ସେମିତି ଦ୍ୱାପର ଯୁଗରେ ଆଗେ ଗୋପୀମାନେ ଆସିଥିଲେ, ତାପରେ କୃଷ୍ଣ ଆସିଲା ପରେ ତାଙ୍କ ସହିତ ମିଶିକିରି ସେ ଲୀଳା କରିଥିଲେ। ସେମିତି କଳି ଯୁଗରେ ଭକ୍ତ କାହାନ୍ତି? ସେ ଭକ୍ତ ସେ ସବୁ ଆସ୍ତେ ଆସ୍ତେ ସବୁ ବଛା ଚାଲିଛି ଏବଂ ସେଇ ପଞ୍ଚସଖା ମାନେ ବି ସେଇ ଭକ୍ତଙ୍କ ଭିତରେ ରହିବେ ଏବଂ ତାଙ୍କର ଜନ୍ମ ହେଇଛି କି ନାହିଁ ସେ କଥା ମୁଁ ଦୁଷ୍ଟତା କରିପାରିବିନି। ହয়তো ହେଇଥାଇପାରେ, ଆମ ଏ ଚର୍ମ ଚକ୍ଷୁରେ ଆମେ ତ ଦେଖିପାରୁନେ। ଆମ ଭିତରେ ସେଇ ଦିବ୍ୟ ଚେତନା ଆସିବା ଦରକାର। ସେଇ ଦିବ୍ୟ ଚେତନା ଦ୍ୱାରା ଆମେ ଅନୁଭବ କରିପାରିବା ଇଏ ହେଉଛନ୍ତି ପ୍ରଭୁ, ଇଏ ହେଉଛନ୍ତି ପଞ୍ଚସଖା, ଇଏ ହେଉଛନ୍ତି ତାଙ୍କର ଭକ୍ତବୃନ୍ଦ। ହଁ, ସେଇ ଅନୁସାରେ ଆମେ ତ ଏମିତି ଅନେକ ଲୋକ ଅନେକ କଥା କହୁଛନ୍ତି, ଏ କଥାରେ କିଛି ମୂଲ୍ୟ ନାହିଁ, ସେ ମୂଲ୍ୟହୀନ କଥା। ଯିଏ ପ୍ରକୃତରେ ଏଇ କଳ୍କି ମନ୍ତ୍ର ଜାଣିଛି ବା ଏଇ କଳ୍କି ମନ୍ତ୍ର ବିଷୟରେ ଯାହାର ଧାରଣା ଅଛି, ମହାପୁରୁଷ ଗୋଟେ ପଦ କହିଲେ କ'ଣ ଉତ୍ତରେ ସର୍ଜିବ ଦକ୍ଷିଣେ ଗର୍ଜିବ, ପୂର୍ବେ ନ ରହିବେ କେହି, ଝାଡ଼ ବାଡ଼ ଧରି ଯେଜନ ରହିବେ କୂଳକୁ ବିହନ ସେଇ। ଝାଡ଼ ବାଡ଼ ଧରି ପଶ୍ଚିମେ ଯେ ଥିବ କୂଳକୁ ବିହନ ସେଇ। ଏ କଥାକୁ ଭିନ୍ନ ଭିନ୍ନ ମତରେ ଲୋକ ନେଲେ। କାହିଁକି ନା ଇଏ ଯେଉଁ କଣ୍ଟା ଝଟା ଅଠା ତା ଭିତରେ ଯାଇ ମିଠା, ୟା ଭିତରେ କେମିତିଆ ମିଠା କଥାଟି ଅଛି ଟିକେ ଶୁଣନ୍ତୁ। କ'ଣ ନା ଉତ୍ତରେ ସର୍ଜିବ, ଯେତେବେଳେ ମଣିଷର ମହାପରାୟଣ ସମୟ ଆସିବ ସେତେବେଳେ ଉତ୍ତର ଦିଗରେ କ'ଣ ହେବ ନା ଉତ୍ତରାୟଣ ହେଇଯିବ ପବନଟା ବା ଚାନ୍ଦ୍ରାୟଣରେ ରହିଯିବ। ଚାନ୍ଦ୍ରାୟଣରେ ରହିଲେ କ'ଣ, ଚାନ୍ଦ୍ରାୟଣଟା ହେଉଛି ଥଣ୍ଡା, ଇଏ ଶରୀର କ'ଣ ହେବ ନା ଥଣ୍ଡା ପଡ଼ିଯିବ ବା ଗୋଡ଼ ହାତ ହେମାଳ ହେଇଯିବ। ସେ ସମୟରେ କ'ଣ ହେବ ନା ଦକ୍ଷିଣରେ ତୁମେ ଯେତେ ଟାଣିବ ସେ ଖାଲି ଘଡ଼ ଘଡ଼ ହେବ, ଜମା ଦକ୍ଷିଣ ପଟରେ ପବନ ଚାଲିବନି। ତା ମାନେ ଥଣ୍ଡା ହେଇଗଲା ଶରୀର ବା ଏଇଠି 7 ଦିନ ଅନ୍ଧାର ହେଇଗଲା। ଏଇ ଯେଉଁ 7 ଦିନ ଅନ୍ଧାର ହେବ କ'ଣ ନା ଅନ୍ଧାର ପକ୍ଷ ହେଉଛି ଚନ୍ଦ୍ର ପକ୍ଷଟା, ଆଉ ସୂର୍ଯ୍ୟ ପକ୍ଷଟା ହେଉଛି ଆଲୋକ ପକ୍ଷ। ସେଇଠି କହୁଛନ୍ତି ଯେ 7 ଦିନ ମହି ଅନ୍ଧାର ହେବ। କେଉଁ ମହି ନା ଏ ମହି। ଏ ମହି କେବେ ହବା? ଆମେ ତ ଆମ ବାପା ଅଜା ଚାଲିଗଲେଣି, କେହି କହିନାହାନ୍ତି ଯେ 7 ଦିନ କେଉଁନ ଅନ୍ଧାର ହେଇଯାଇଥିଲା ବୋଲି। ଆମେ କ'ଣ ନୂଆ କଥା କହୁଛେ ଦୁନିଆକୁ ଯେ ଦୁନିଆ କେବେ କେଉଁନ ଅନ୍ଧାର ହେଇଯିବ? ଯଦି ଦୁନିଆ ଅନ୍ଧାର ହେଇଯିବ ତ ଶେଷ ହେଇଯିବ? ନାଇଁ, କଥା ସେଠି ନାହିଁ। ଇଏ ହେଉଛି କ'ଣ ନା ଇଏ ପୃଥ୍ୱକାୟ ଶରୀର, ଇଏ ହେଉଛି ପୃଥିବୀ। ଏ ପୃଥିବୀରେ କ'ଣ ହେବ ନା ଯେତେବେଳେ ଚାନ୍ଦ୍ରାୟଣ ରହିଯିବ ପବନ ସେତେବେଳେ କ'ଣ ହେବ ନା ଏ ଶରୀର ଥଣ୍ଡା ପଡ଼ିଯିବ। ସେତେବେଳେ କ'ଣ ହେବ ନା ଏଇ ଡାହାଣ ପଟେ ଆଉ ପବନ ଚାଲିବନି, ଆଉ ଗରମ ତତ୍ତ୍ୱ ରହିବନି। ସେତେବେଳେ କ'ଣ ନା ଏଇଠି ଉତ୍ତରରେ ସରିଯିବ, ଦକ୍ଷିଣ ଗର୍ଜନ ହେବ, ଖାଲି ଟାଣିଲେ ଆଉ ଯିବନି। ତ ପୂର୍ବେ ନ ରହିବେ କି ପୂର୍ବ କଥା କିଛି ଆଉ ଆମ ମନରେ ରହିବନି। ଇଏ ମୋ ବାପା, ଇଏ ମୋ ବୋଉ, ଇଏ ମୋ ଘର, ଇଏ ମୋ ସଂସାର, ଇଏ ମୋ ଟଙ୍କା ପଇସା, କିଛି ଆଉ ସେତେବେଳେ ମନେ ନଥିବ। ଆଉ ଝାଡ଼ ବାଡ଼ ଧରି ଯିଏ ଜନ ରହିବେ, ଝାଡ଼ ବାଡ଼ କ'ଣ ଦେଖନ୍ତୁ, ଏଇ ନାସା 2 ଫୁଟରେ ଦେଖନ୍ତୁ ଝାଡ଼ ଅଛି, ଏପଟେ ଗୋଟେ ଝାଡ଼, ଏପଟେ ଗୋଟେ ଝାଡ଼, ମଝିରେ ଗୋଟେ ବାଡ଼ ପଡ଼ିଛି। ଏଇ ଝାଡ଼ ବାଡ଼ ଧରିକି ଯେଉଁମାନେ କିଏ ଥିବେ ନା ଏଇ ପବନ ସୂତ୍ରରେ ଯେଉଁମାନେ ଥିବେ ବା ସେଇ କଳ୍କି ତତ୍ତ୍ୱରେ ଯେଉଁମାନେ ଥିବେ ସେଇମାନେ ହିଁ କୂଳକୁ ବିହନ ହେବେ ବୋଲି ମହାପୁରୁଷ ଆକୁ ଥୋଇଛନ୍ତି। ଆଜ୍ଞା, ଇଏ ଭୁଲ କହିଛି କି ଠିକ୍ କହିଛି ସେ ଆପଣମାନଙ୍କ ଉପରେ ଛାଡ଼ି ଦେଉଛି। ୟାକୁ ଟିକେ ତର୍ଜମା କରିବେ, ଆ ଉପରେ ଟିକେ ତର୍ଜମା କରିଲେ ହିଁ ଆପଣମାନେ ବୁଝିପାରିବେ ଯେ ପ୍ରକୃତରେ କଳ୍କି କିଏ, ଭଗବାନ କିଏ, ୟାର ଅର୍ଥ କ'ଣ, ଆ ବିଷୟରେ କାହିଁକି ମହାପୁରୁଷମାନେ ଲେଖିକି ଯାଇଥିଲେ। ପ୍ରକୃତରେ ତତ୍ତ୍ୱ ରହିଛି ବର୍ତ୍ତମାନ ଏଇ ପଞ୍ଚସଖାମାନଙ୍କ ପାଖରେ ଯେଉଁ ତତ୍ତ୍ୱ ଅଛି ଇଏ ବର୍ତ୍ତମାନ ବିଶ୍ୱରେ ଖେଳିବ ଏବଂ ବିଶ୍ୱ ଭିତରେ ଓଡ଼ିଶା ହେବ କ'ଣ ନା ବିଶ୍ୱର ଗୁରୁ ହେଉଛି ଭାରତ। ବିଶ୍ୱ ଗୁରୁ ଯଦି ଭାରତ, ଭାରତର ଶ୍ରେଷ୍ଠ ହେଉଛି ଉତ୍କଳ। କାହିଁକି ନା ଦିନେ ଏଇ ଉତ୍କଳର ଜଣେ କିଏ ଇଏ ବିଶ୍ୱକୁ କଣ୍ଟ୍ରୋଲ କରିବ, ସେଇ ଜଣକ ପାଇଁକି ତ ଏତେ କଥା ଚାଲିଛି। ଆଉ ସମସ୍ତେ ସେଥିପାଇଁ କହୁଛନ୍ତି ଆମେ ବୋଧେ କରିବୁ। ଦେଖ ତମ ଭିତରେ ସେ କଳନା ଅଛି କି ନାହିଁ,
ଯଦି ଅଛି ତାହେଲେ ଆସ, ଆମେ ବି ଆପଣମାନଙ୍କୁ ସ୍ୱାଗତ କରୁଛୁ। ଆପଣମାନେ ଆସନ୍ତୁ ସାମ୍ନାକୁ, ଆମେ ଅନୁଭବ କରିବୁ ଯେ ନା ଆମେ ପ୍ରଭୁଙ୍କ ପାଖରେ ଅଛୁ। ଆମେ ଜାଣିବୁ ଯେ ନାଇଁ ପ୍ରଭୁ ଆସିଗଲେଣି, ତାହେଲେ ଏଇଠି ସତ୍ୟଯୁଗ ଆସିଯିବ। ଏତିକି କହି ମୋର କଥାକୁ ମୁଁ ଏତିକିରେ ବିରାମ ଦେଉଛି।